ପିଲାମାନେ ତମାନେ ଥମ୍ବନେଲ ଦେଖି ଜାଣି ପାରୁଥିବ ଆଜି ଏହି ଭିଡିଓରେ ଆମେ ତମ +2 ବୋର୍ଡ ପରୀକ୍ଷା ପାଇଁ ଇତିହାସର ୟୁନିଟ୍ 5 ରୁ କିଛି ବଛା ବଛା MCQ କ୍ୱେଶ୍ଚନ ଆମେ ଆଲୋଚନା କରିବା ଯାହା ତମ ଏକ୍ଜାମ ପାଇଁ କି ବହୁତ ହେଲ୍ପଫୁଲ ରହିବ। ତ ପିଲାମାନେ ତା ପୂର୍ବରୁ ତମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ କରିଦିଅ। ତ ଆମେ ଆଉ ଡେରି ନ କରି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ସର୍ବଭାରତୀୟ ଚରଖା ସଂଘର କୋଷାଧ୍ୟକ୍ଷ କିଏ ଥିଲେ? ସର୍ବଭାରତୀୟ ଚରଖା ସଂଘର କୋଷାଧ୍ୟକ୍ଷ ରମାଦେବୀ ଥିଲେ। ନେକ୍ସଟ କ୍ୱେଶ୍ଚନ, 1930 ମସିହାରେ ଓଡ଼ିଶାର ପ୍ରଥମ ମହିଳା ରାଜନୈତିକ ବନ୍ଦୀ କିଏ ଥିଲେ? 1930 ମସିହାରେ ଓଡ଼ିଶାର ପ୍ରଥମ ମହିଳା ରାଜନୈତିକ ବନ୍ଦୀ ସାରଳା ଦେବୀ ଥିଲେ। ନେକ୍ସଟ କ୍ୱେଶ୍ଚନ, ଭାରତର କେଉଁ ବନ୍ଦରରୁ ଚୀନକୁ ଅଫିମ ରପ୍ତାନି କରାଯାଉଥିଲା? ଭାରତର ବମ୍ବେ ବନ୍ଦରରୁ ଚୀନକୁ ଅଫିମ ରପ୍ତାନି କରାଯାଉଥିଲା। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି, ମନେ ରଖିବ। ନେକ୍ସଟ କ୍ୱେଶ୍ଚନ, 1937 ଖ୍ରୀଷ୍ଟାବ୍ଦରେ ନିର୍ବାଚିତ ବିଧାନସଭାରେ ପ୍ରଥମ ଓଡ଼ିଆ ମହିଳା ସଦସ୍ୟ କିଏ ଥିଲେ? ଅପସନ ଅଛି ନିର୍ମଳା ଦେବୀ, କୋକିଳା ଦେବୀ, ଜାହ୍ନବୀ ଦେବୀ, ସରଳା ଦେବୀ। ତ ସଠିକ ଉତ୍ତର ହେବ ସରଳା ଦେବୀ। 1937 ଖ୍ରୀଷ୍ଟାବ୍ଦରେ ନିର୍ବାଚିତ ବିଧାନସଭାରେ ପ୍ରଥମ ଓଡ଼ିଆ ମହିଳା ସଦସ୍ୟ ଥିଲେ ସରଳା ଦେବୀ। ନେକ୍ସଟ କ୍ୱେଶ୍ଚନ, ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା କିଏ ଥିଲେ? ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା ଥିଲେ ସରଳା ଦେବୀ। ନେକ୍ସଟ କ୍ୱେଶ୍ଚନ, ବିଶ୍ୱ ବିପ୍ଳବିଣୀ ପୁସ୍ତକର ରଚୟିତା କିଏ? ବିଶ୍ୱ ବିପ୍ଳବିଣୀ ପୁସ୍ତକର ରଚୟିତା ହେଉଛନ୍ତି ସରଳା ଦେବୀ। ନେକ୍ସଟ କ୍ୱେଶ୍ଚନ, ନବଜୀବନ ମଣ୍ଡଳ ନାମକ ଅନୁଷ୍ଠାନର ପ୍ରତିଷ୍ଠାତା କିଏ? ନବଜୀବନ ମଣ୍ଡଳ ନାମକ ଅନୁଷ୍ଠାନର ପ୍ରତିଷ୍ଠାତା ହେଉଛନ୍ତି ମାଳତୀ ଦେବୀ। ନେକ୍ସଟ କ୍ୱେଶ୍ଚନ, ସମ୍ବିଧାନ ପ୍ରଣୟନ ସଭାରେ କିଏ ଉଦ୍ଦେଶ୍ୟ ପ୍ରସ୍ତାବ ଆଗତ କରିଥିଲେ? ସମ୍ବିଧାନ ପ୍ରଣୟନ ସଭାରେ ଜବାହରଲାଲ ନେହେରୁ ଉଦ୍ଦେଶ୍ୟ ପ୍ରସ୍ତାବ ଆଗତ କରିଥିଲେ। ପିଲାମାନେ ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ ଅଛି। ନେକ୍ସଟ କ୍ୱେଶ୍ଚନ, ସମ୍ବିଧାନ ପ୍ରଣୟନ ସଭାର ଅସ୍ଥାୟୀ ଅଧ୍ୟକ୍ଷ କିଏ ଥିଲେ? ସମ୍ବିଧାନ ପ୍ରଣୟନ ସଭାର ଅସ୍ଥାୟୀ ଅଧ୍ୟକ୍ଷ ଥିଲେ ସଚିଦାନନ୍ଦ ସିହ୍ନା। ନେକ୍ସଟ କ୍ୱେଶ୍ଚନ, ଦେଶୀ କୋରମ ଉପାଧିରେ କେଉଁ ନାରୀ ନେତ୍ରୀ ସମ୍ମାନିତ ହୋଇଥିଲେ? ଦେଶୀ କୋରମ ଉପାଧିରେ ମାଳତୀ ଦେବୀ ସମ୍ମାନିତ ହୋଇଥିଲେ। ନେକ୍ସଟ କ୍ୱେଶ୍ଚନ, ରାଜ୍ୟ ସମାଜ ମଙ୍ଗଳ ଉପଦେଷ୍ଟା ପରିଷଦର ପ୍ରଥମ ଅଧ୍ୟକ୍ଷା କିଏ ଥିଲେ? ରାଜ୍ୟ ସମାଜ ମଙ୍ଗଳ ଉପଦେଷ୍ଟା ପରିଷଦର ପ୍ରଥମ ଅଧ୍ୟକ୍ଷା ସରଳା ଦେବୀ ଥିଲେ। ନେକ୍ସଟ କ୍ୱେଶ୍ଚନ, ସମ୍ବିଧାନ ପ୍ରଣୟନ କମିଟିର ସଦସ୍ୟ କିଏ ଥିଲେ? ସମ୍ବିଧାନ ପ୍ରଣୟନ କମିଟିର ସଦସ୍ୟ ଥିଲେ ସରଳା ଦେବୀ। ନେକ୍ସଟ କ୍ୱେଶ୍ଚନ, ପ୍ରଣୀତ ହୋଇଥିବା ଭାରତୀୟ ସମ୍ବିଧାନରେ କେତୋଟି ଧାରା ଥିଲା? ପ୍ରଣୀତ ହୋଇଥିବା ଭାରତୀୟ ସମ୍ବିଧାନରେ 395ଟି ଧାରା ଥିଲା। ନେକ୍ସଟ କ୍ୱେଶ୍ଚନ, 1937 ନିର୍ବାଚନରେ କଂଗ୍ରେସ କେତୋଟି ପ୍ରଦେଶରେ କ୍ଷମତା ହାସଲ କରିଥିଲା? 1937 ନିର୍ବାଚନରେ କଂଗ୍ରେସ 8ଟି ପ୍ରଦେଶରେ କ୍ଷମତା ହାସଲ କରିଥିଲା। ନେକ୍ସଟ କ୍ୱେଶ୍ଚନ, ସାମ୍ବିଧାନିକ ସଭାରେ କିଏ ମହାରାଷ୍ଟ୍ରର ଦଳିତ ମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ? ସାମ୍ବିଧାନିକ ସଭାରେ ଜ୍ୟୋତିବା ଫୁଲେ ମହାରାଷ୍ଟ୍ରର ଦଳିତ ମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ପିଲାମାନେ ମନେ ରଖିବ, କିଏ ନା ଜ୍ୟୋତିବା ଫୁଲେ। ନେକ୍ସଟ କ୍ୱେଶ୍ଚନ, ପ୍ରଦେଶର ସାମ୍ବିଧାନିକ ମୁଖ୍ୟ କିଏ? ପ୍ରଦେଶର ସାମ୍ବିଧାନିକ ମୁଖ୍ୟ କିଏ? ପ୍ରଦେଶର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି କିଏ ନା ଗଭର୍ଣ୍ଣର। ପିଲାମାନେ ମନେ ରଖିବ, ପ୍ରଦେଶର ସାମ୍ବିଧାନିକ ମୁଖ୍ୟ କିଏ ନା ଗଭର୍ଣ୍ଣର। ନେକ୍ସଟ କ୍ୱେଶ୍ଚନ, 44ତମ ସଂଶୋଧନ ଆଇନରେ କେଉଁ ମୌଳିକ ଅଧିକାରକୁ ବାଦ ଦିଆଯାଇଥିଲା? 44ତମ ସଂଶୋଧନ ଆଇନରେ କେଉଁ ମୌଳିକ ଅଧିକାରକୁ ବାଦ ଦିଆଯାଇଥିଲା? ନା 44ତମ ସଂଶୋଧନ ଆଇନରେ ସମ୍ପତ୍ତିଗତ ଅଧିକାରକୁ ବାଦ ଦିଆଯାଇଥିଲା। ପିଲାମାନେ ମନେ ରଖିବ, ସମ୍ପତ୍ତିଗତ ଅଧିକାରକୁ ବାଦ ଦିଆଯାଇଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁ ଦେଶର ସମ୍ବିଧାନକୁ ଅନୁକରଣ କରାଯାଇ
राष्ट्रीय निर्देशमूलक नीति को संविधान रे अंतर्भुक्त करा जाइछि। सठिक उत्तर हेबो आयरलैंड। आयरलैंड देशर संविधान को अनुकरण करा जाय राष्ट्रीय निर्देशमूलक नीति को संविधान रे अंतर्भुक्त करा जाइछि। नेक्स्ट क्वेश्चन, संविधानर पंचम स्तंभ मध्य किए अंतर्भुक्त नुहंती? संविधानर पंचम स्तंभ मध्य किए अंतर्भुक्त नुहंती? सठिक उत्तर हेबो यूनिवर्सिटी ग्रांट्स कमिशन। नेक्स्ट क्वेश्चन, मल्ले मिंटो शासन संस्कार आईन निम्नोक्त केउं ख्रीष्टाब्द रे प्रणयन होइथिला? मल्ले मिंटो शासन संस्कार आईन 1905 मसीह 5 ख्रीष्टाब्द रे प्रणयन होइथिला। पिला माने मन रखिबो, बहुत इंपोर्टेंट अछि। नेक्स्ट क्वेश्चन, निम्नोक्त केउंटी मौलिक अधिकारर अंतर्भुक्त नुहे? ऑप्शन अछि समानता अधिकार, शोषण विरुद्ध रे अधिकार, संपत्तिगत अधिकार, सांविधानिक प्रतिकार अधिकार। तो सठिक उत्तर हेबो संपत्तिगत अधिकार। संपत्तिगत अधिकार मौलिक अधिकारर अंतर्भुक्त नुहे। नेक्स्ट क्वेश्चन, संविधानर केउं भागरे संविधान संशोधन संपर्क रे वर्णना करा जाइछि? संविधानर 20तम भागरे संविधान संशोधन संपर्क रे वर्णना करा जाइछि। नेक्स्ट क्वेश्चन, भारत रे राष्ट्र मुख्य निर्वाचित हेउथिबारु एहा केउं प्रकारर राष्ट्र भाबे परिगणित हुए? भारत रे राष्ट्र मुख्य निर्वाचित हेउथिबारु एहा साधारणतंत्र राष्ट्र रूपे परिगणित हुए। पिला माने मन रखिबो, केउं राष्ट्र भाबे परिगणित हुए ना साधारणतंत्र राष्ट्र भाबे परिगणित हुए। नेक्स्ट क्वेश्चन, भारत संविधान को किए प्रस्तुत करिसंती? भारत संविधान को भारतर शासन विधायक सभा प्रस्तुत करिसंती। नेक्स्ट क्वेश्चन, भारत संविधानर प्रस्तावना रे केतोटी शब्द अछि? भारत संविधानर प्रस्तावना रे 85टी शब्द अछि। पिला माने मन रखिबो, बहुत इंपोर्टेंट अछि। नेक्स्ट क्वेश्चन, भारत संविधान केउं धारा रे संविधान संशोधन पद्धति प्रदत्त होई अछि? भारत संविधान 368 धारा रे संविधान संशोधन पद्धति प्रदत्त होई अछि। नेक्स्ट क्वेश्चन, भारत संविधानर जनक किए? भारत संविधानर जनक हेउछंती B.R. आंबेडकर। नेक्स्ट क्वेश्चन, संविधान रे नागरिक मानकर केतोटी मौलिक कर्तव्य संपर्क रे उल्लिखित होइछि? संविधान रे नागरिक मानकर 11टी मौलिक कर्तव्य संपर्क रे उल्लिखित होइछि। नेक्स्ट क्वेश्चन, भारतर सर्वोच्च न्यायालय केबे आरंभ होइतिला? भारतर सर्वोच्च न्यायालय 1950 मसीहा जनवरी 28 तारिख रे आरंभ होइतिला। पिला माने मन रखिबो, बहुत इंपोर्टेंट अछि। भारतर सर्वोच्च न्यायालय 1950 मसीहा जनवरी 28 तारिख रे आरंभ होइतिला। नेक्स्ट क्वेश्चन, भारतर सर्वोच्च न्यायालय केते जण विचारपति को नेई कार्य आरंभ करिथिला? भारतर सर्वोच्च न्यायालय जणे मुख्य विचारपति और 17 जण अन्य विचारपति को नेई कार्य आरंभ करिथिला। पिला माने मन रखिबो, भारतर सर्वोच्च न्यायालय केते जण विचारपति को नेई कार्य आरंभ करिथिला ना जणे मुख्य विचारपति और 17 जण अन्य विचारपति को नेई कार्य आरंभ करिथिला। नेक्स्ट क्वेश्चन, मुख्य विचारपति को किए नियुक्ति दियंती? मुख्य विचारपति को राष्ट्रपति नियुक्ति दियंती। नेक्स्ट क्वेश्चन, भारतीय संसद काहाकु नेई गठित? भारतीय संसद काहाकु नेई गठित? भारतीय संसद लोकसभा, राज्यसभा और राष्ट्रपति को नेई गठित। पिला माने मने रखिबो, भारतीय संसद काहाकु नेई गठित ना लोकसभा, राज्यसभा और राष्ट्रपति को नेई गठित। नेक्स्ट क्वेश्चन, निम्नोक्त किए राज्यसभा रे सभापतित्व करंती? उपराष्ट्रपति। उपराष्ट्रपति राज्यसभा रे सभापतित्व करंती। पिला माने मने रखिबो, किए राज्यसभा रे सभापतित्व करंती ना उपराष्ट्रपति? उपराष्ट्रपति राज्यसभा रे सभापतित्व करंती। नेक्स्ट क्वेश्चन, संविधानर केतेतम धारा रे भारतर नागरिक मानक पई 10टी मौलिक कर्तव्य उल्लेख अछि? सठिक उत्तर हेबो संविधानर 22तम धारा रे भारतर नागरिक मानक पई
10ଟି ମୌଳିକ କର୍ତ୍ତବ୍ୟ ଉଲ୍ଲେଖ ଅଛି। ନେକ୍ସଟ କ୍ୱେଶ୍ଚିନ୍, ସମ୍ବିଧାନର କେଉଁ ଭାଗରେ ମୌଳିକ ଅଧିକାର ବର୍ଣ୍ଣିତ ଅଛି? ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ବର୍ଣ୍ଣିତ ଅଛି। ନେକ୍ସଟ କ୍ୱେଶ୍ଚିନ୍, କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟାରେ କେଉଁଠି ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି? କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟାରେ ବିଦ୍ୟାଧରପୁରଠାରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ପିଲାମାନେ ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍, ଭାରତୀୟ ନାରୀଙ୍କୁ ମହାତ୍ମା ଗାନ୍ଧୀଙ୍କ ପ୍ରେରଣା କିଏ ଲେଖିଥିଲେ? ଭାରତୀୟ ନାରୀଙ୍କୁ ମହାତ୍ମା ଗାନ୍ଧୀଙ୍କ ପ୍ରେରଣା ସରଳା ଦେବୀ ଲେଖିଥିଲେ। ନେକ୍ସଟ କ୍ୱେଶ୍ଚିନ୍, କୁଜଙ୍ଗର ରାଣୀ ଓ ରମାଦେବୀ କେଉଁଠାରେ ଲବଣ ଆସନ ଭଙ୍ଗ କରିଥିଲେ? କୁଜଙ୍ଗର ରାଣୀ ଓ ରମାଦେବୀ କାଳିଆପାଟ ଠାରେ ଲବଣ ଆସନ ଭଙ୍ଗ କରିଥିଲେ। ପିଲାମାନେ ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ ଅଛି। କୁଜଙ୍ଗର ରାଣୀ ଓ ରମାଦେବୀ କେଉଁଠାରେ ଲବଣ ଆଇନ ଭଙ୍ଗ କରିଥିଲେ? ନା କାଳିଆପାଟ ଠାରେ। ନେକ୍ସଟ କ୍ୱେଶ୍ଚିନ୍, ଆଚାର୍ଯ୍ୟ ହରିହର ମେମୋରିଆଲ କ୍ୟାନ୍ସର ନିରୂପଣ କେନ୍ଦ୍ର କେଉଁଠାରେ ପ୍ରତିଷ୍ଠା ହୋଇଥିଲା? ଆଚାର୍ଯ୍ୟ ହରିହର ମେମୋରିଆଲ କ୍ୟାନ୍ସର ନିରୂପଣ କେନ୍ଦ୍ର କଟକ ଠାରେ ପ୍ରତିଷ୍ଠା ହୋଇଥିଲା। ପିଲାମାନେ ମନେ ରଖିବ, କେଉଁଠାରେ ପ୍ରତିଷ୍ଠା ହୋଇଥିଲା? ନା କଟକ ଠାରେ ପ୍ରତିଷ୍ଠା ହୋଇଥିଲା। ନେକ୍ସଟ କ୍ୱେଶ୍ଚିନ୍, କିଏ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ? ସଠିକ ଉତ୍ତର ହେବ ମାଳତୀ ଦେବୀ। ନେକ୍ସଟ କ୍ୱେଶ୍ଚିନ୍, କାହାର ପ୍ରସ୍ତାବ ଦ୍ୱାରା ସମ୍ବିଧାନ ପ୍ରଣୟନ ସଭାର ଗଠନ କରାଯାଇଥିଲା? କାହାର ପ୍ରସ୍ତାବ ଦ୍ୱାରା ସମ୍ବିଧାନ ପ୍ରଣୟନ ସଭାର ଗଠନ କରାଯାଇଥିଲା? କ୍ୟାବିନେଟ ମିଶନ ପ୍ରସ୍ତାବ ଦ୍ୱାରା ସମ୍ବିଧାନ ପ୍ରଣୟନ ସଭାର ଗଠନ କରାଯାଇଥିଲା। ନେକ୍ସଟ କ୍ୱେଶ୍ଚିନ୍, ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ କିଏ ସଭାପତିତ୍ୱ କରିଥିଲେ? ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ ସଚ୍ଚିଦାନନ୍ଦ ସିହ୍ନା ସଭାପତିତ୍ୱ କରିଥିଲେ। ନେକ୍ସଟ କ୍ୱେଶ୍ଚିନ୍, ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ଅଧିବେଶନ କେବେ ବସିଥିଲା? ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ଅଧିବେଶନ 1946 ମସିହା ଡିସେମ୍ବର 9 ତାରିଖରେ ବସିଥିଲା। ପିଲାମାନେ ମନେ ରଖିବ, 1946 ମସିହା 9 ଡିସେମ୍ବରରେ ବସିଥିଲା। ନେକ୍ସଟ କ୍ୱେଶ୍ଚିନ୍, ଭାରତର ସମ୍ବିଧାନ କେଉଁ ପ୍ରକାର ଶାସନ ବ୍ୟବସ୍ଥାର ପରିକଳ୍ପନା କରିଛି? ଭାରତର ସମ୍ବିଧାନ ସଂସଦୀୟ ଶାସନ ବ୍ୟବସ୍ଥାର ପରିକଳ୍ପନା କରିଛି। ନେକ୍ସଟ କ୍ୱେଶ୍ଚିନ୍, ଭାରତୀୟ ସମ୍ବିଧାନ କେଉଁ ପ୍ରକାର ସମ୍ବିଧାନ ଅଟେ? ଭାରତୀୟ ସମ୍ବିଧାନ ଲିଖିତ ସମ୍ବିଧାନ ଅଟେ। ପିଲାମାନେ ମନେ ରଖିବ, ଭାରତୀୟ ସମ୍ବିଧାନ କେଉଁ ପ୍ରକାର ସମ୍ବିଧାନ ଅଟେ? ନା ଲିଖିତ ସମ୍ବିଧାନ ଅଟେ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ସମ୍ବିଧାନ ସଂଶୋଧନ ଦ୍ୱାରା ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ ଦିଆଯାଇଛି? 44ତମ ସମ୍ବିଧାନ ସଂଶୋଧନ ଦ୍ୱାରା ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ ଦିଆଯାଇଛି। ନେକ୍ସଟ କ୍ୱେଶ୍ଚିନ୍, କିଏ ଭିକ୍ଟୋରିଆ ଟର୍ମିନସ୍ ନକ୍ସା ପ୍ରସ୍ତୁତ କରିଥିଲେ? ଷ୍ଟିଭେନସ୍ ଭିକ୍ଟୋରିଆ ଟର୍ମିନସ୍ ନକ୍ସା ପ୍ରସ୍ତୁତ କରିଥିଲେ। ନେକ୍ସଟ କ୍ୱେଶ୍ଚିନ୍, ସର୍ବନିମ୍ନ କେତେ ବର୍ଷ ବୟସ୍କ ବ୍ୟକ୍ତି ଭୋଟ ଦେବା ଅଧିକାର ପ୍ରାପ୍ତ ହୋଇଛନ୍ତି? ଅପସନ୍ ଅଛି 16 ବର୍ଷ, 18 ବର୍ଷ, 21 ବର୍ଷ, 25 ବର୍ଷ। ତ ସଠିକ ଉତ୍ତର ହେବ 18 ବର୍ଷ। ନେକ୍ସଟ କ୍ୱେଶ୍ଚିନ୍, ମୌଳିକ କର୍ତ୍ତବ୍ୟ କେଉଁ ସମ୍ବିଧାନ ସଂଶୋଧନ ଦ୍ୱାରା ସମ୍ବିଧାନରେ ସନ୍ନିବେଶିତ କରାଯାଇଛି? ଅପସନ୍ ଅଛି 40ତମ, 42ତମ, 44ତମ, 50ତମ। ତ ସଠିକ ଉତ୍ତର ହେବ 42ତମ। ମୌଳିକ କର୍ତ୍ତବ୍ୟ 42ତମ ସମ୍ବିଧାନ ସଂଶୋଧନ ଦ୍ୱାରା ସମ୍ବିଧାନରେ ସନ୍ନିବେଶିତ କରାଯାଇଛି। ପିଲାମାନେ ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍, ବମ୍ବେରେ ନିର୍ମିତ ଇଣ୍ଡିଆ ଗେଟ୍ କେଉଁ ସ୍ଥାପତ୍ୟ ଶୈଳୀରେ ଅନୁସୃତ ହୋଇଛି? ବମ୍ବେରେ ନିର୍ମିତ ଇଣ୍ଡିଆ ଗେଟ୍ ଇଣ୍ଡୋ ସାରାସେନିକ ଶୈଳୀରେ ଅନୁସୃତ ହୋଇଛି। ପିଲାମାନେ ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ସହରଟି ପ୍ରାକ୍ ଔପନିବେଶିକ ସହର ଭାବରେ ପରିଗଣିତ? ଆଗ୍ରା ସହରଟି ପ୍ରାକ୍ ଔପନିବେଶିକ ସହର ଭାବରେ ପରିଗଣିତ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଔପନିବେଶିକ ସହରରେ ବୃତ୍ତାକାୟ ପ୍ରାସାଦ ନିର୍ମିତ ହୋଇଥିଲା? ବମ୍ବେ ଔପନିବେଶିକ ସହରରେ ବୃତ୍ତାକାୟ ପ୍ରାସାଦ ନିର୍ମିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚିନ୍, କେଉଁ ସହରଟି ରେଳ ଷ୍ଟେସନ ନିକଟରେ ଗଢ଼ି ଉଠିଥିଲା? କେଉଁ ସହରଟି ରେଳ ଷ୍ଟେସନ ନିକଟରେ ଗଢ଼ି ଉଠିଥିଲା? ୱାଲଟିୟର ସହରଟି ରେଳ ଷ୍ଟେସନ
ନିକଟରେ ଗଢ଼ି ଉଠିଥିଲା। ନେକ୍ସଟ କ୍ୱେଶ୍ଚନ, ମାଡ୍ରାସରେ ଇଂରେଜମାନେ କେଉଁ ଦୁର୍ଗ ନିର୍ମାଣ କରିଥିଲେ? ମାଡ୍ରାସରେ ଇଂରେଜମାନେ କେଉଁ ଦୁର୍ଗ ନିର୍ମାଣ କରିଥିଲେ? ନା ସେଣ୍ଟ ଫୋର୍ଟ ଜର୍ଜ। ମାଡ୍ରାସରେ ଇଂରେଜମାନେ ସେଣ୍ଟ ଫୋର୍ଟ ଜର୍ଜ ଦୁର୍ଗ ନିର୍ମାଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, କେବେ ସୁଏଜ କେନାଲକୁ ଉନ୍ମୁକ୍ତ କରାଗଲା? 1869 ମସିହାରେ ସୁଏଜ କେନାଲକୁ ଉନ୍ମୁକ୍ତ କରାଗଲା। ନେକ୍ସଟ କ୍ୱେଶ୍ଚନ, ଇଂରେଜମାନେ ସିକିମର ଶାସକଙ୍କ ଠାରୁ କେଉଁ ସ୍ଥାନ ପାଇଥିଲେ? ଇଂରେଜମାନେ ସିକିମର ଶାସକଙ୍କ ଠାରୁ ଦାର୍ଜିଲିଂ ସ୍ଥାନ ପାଇଥିଲେ। ନେକ୍ସଟ କ୍ୱେଶ୍ଚନ, ଭାରତୀ ରୋଦନ କବିତା କିଏ ରଚନା କରିଥିଲେ? ଭାରତୀ ରୋଦନ କବିତା ଗଙ୍ଗାଧର ମେହେର ରଚନା କରିଥିଲେ। ନେକ୍ସଟ କ୍ୱେଶ୍ଚନ, 1817 ମସିହାରେ ଓଡ଼ିଶାର କେଉଁ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇଥିଲା? 1817 ମସିହାରେ ଓଡ଼ିଶାର ସମ୍ବଲପୁର ଅଞ୍ଚଳ ଇଂରେଜ ଶାସନାଧୀନ ହୋଇଥିଲା। ପିଲାମାନେ ମନେ ରଖିବ, କେଉଁ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇଥିଲା? ନା ସମ୍ବଲପୁର ଅଞ୍ଚଳ। ନେକ୍ସଟ କ୍ୱେଶ୍ଚନ, ଗଞ୍ଜାମ କେଉଁ ପ୍ରେସିଡେନ୍ସି ସହିତ ମିଶି ରହିଥିଲା? ଗଞ୍ଜାମ ମାନ୍ଦ୍ରାଜ ପ୍ରେସିଡେନ୍ସି ସହିତ ମିଶି ରହିଥିଲା। ପିଲାମାନେ ମନେ ରଖିବ, ଗଞ୍ଜାମ କେଉଁ ପ୍ରେସିଡେନ୍ସି ସହିତ ମିଶି ରହିଥିଲା? ନା ମାନ୍ଦ୍ରାଜ ପ୍ରେସିଡେନ୍ସି ସହିତ ମିଶି ରହିଥିଲା। ନେକ୍ସଟ କ୍ୱେଶ୍ଚନ, କେଉଁ ସ୍ଥାପତ୍ୟ ଲଣ୍ଡନର ବିଗ୍ ବେନ୍ ସଦୃଶ୍ୟ ନିର୍ମିତ? ସଠିକ ଉତ୍ତର ହେବ ରାଜାବାଇ ଟାୱାର। ରାଜାବାଇ ଟାୱାର ଲଣ୍ଡନର ବିଗ୍ ବେନ୍ ସଦୃଶ୍ୟ ନିର୍ମିତ। ନେକ୍ସଟ କ୍ୱେଶ୍ଚନ, ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କଲାବେଳକୁ ସେଠାରେ କିଏ ଶାସନ କରୁଥିଲେ? ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କଲାବେଳକୁ ସେଠାରେ ମରହଟ୍ଟାମାନେ ଶାସନ କରୁଥିଲେ। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ ସହରଟି ହରପ୍ପାକାଳୀନ ସହର ଅଟେ? ଅପସନ୍ ଅଛି ବୈଶାଳୀ, ରାଜଗୃହ, କୌଶାମ୍ବୀ, ରାକ୍ଷୀଗଡ଼ି। ତ ସଠିକ ଉତ୍ତର ହେବ ରାକ୍ଷୀଗଡ଼ି। ରାକ୍ଷୀଗଡ଼ି ସହରଟି ହରପ୍ପାକାଳୀନ ସହର ଅଟେ। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାର ନିମ୍ନୋକ୍ତ କେଉଁ ସହରଟିର ପ୍ରତିଷ୍ଠା 10ମ ଶତାବ୍ଦୀରେ ହୋଇଥିଲା? ଓଡ଼ିଶାର ନିମ୍ନୋକ୍ତ କେଉଁ ସହରଟି ପ୍ରତିଷ୍ଠା 10ମ ଶତାବ୍ଦୀରେ ହୋଇଥିଲା? ଓଡ଼ିଶାର କଟକ ସହରଟିର ପ୍ରତିଷ୍ଠା 10ମ ଶତାବ୍ଦୀରେ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ ନଗରୀଟିକୁ ଔପନିବେଶିକ ନଗରୀର ମାନ୍ୟତା ଦିଆଯାଏ ନାହିଁ? ନିମ୍ନୋକ୍ତ କେଉଁ ନଗରଟିକୁ ଔପନିବେଶିକ ନଗରୀର ମାନ୍ୟତା ଦିଆଯାଏ ନାହିଁ? ଅପସନ୍ ଅଛି କଲିକତା, ବମ୍ବେ, ମାଡ୍ରାସ, ବାରାଣସୀ। ସଠିକ ଉତ୍ତର ହେବ ବାରାଣସୀ। ବାରାଣସୀ ନଗରଟିକୁ ଔପନିବେଶିକ ନଗରୀର ମାନ୍ୟତା ଦିଆଯାଏ ନାହିଁ। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ ବୈଦେଶିକ ଶକ୍ତି ପ୍ରଥମେ ବମ୍ବେ ଉପରେ ମାଲିକାନା ପ୍ରାପ୍ତ ହୋଇଥିଲେ? ସଠିକ ଉତ୍ତର ହେବ ପର୍ତ୍ତୁଗୀଜ। ପର୍ତ୍ତୁଗୀଜ ବୈଦେଶିକ ଶକ୍ତି ପ୍ରଥମେ ବମ୍ବେ ଉପରେ ମାଲିକାନା ପ୍ରାପ୍ତ ହୋଇଥିଲେ। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାର ସମ୍ବଲପୁର ଊନବିଂଶ ଶତାବ୍ଦୀରେ ନିମ୍ନୋକ୍ତ କେଉଁ ପ୍ରେସିଡେନ୍ସି ବା ପ୍ରଦେଶ ଅଧୀନରେ ରହିଥିଲା? ଓଡ଼ିଶାର ସମ୍ବଲପୁର ଊନବିଂଶ ଶତାବ୍ଦୀରେ ବେଙ୍ଗଲ ପ୍ରେସିଡେନ୍ସି ବା ପ୍ରଦେଶ ଅଧୀନରେ ରହିଥିଲା। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାର ନିମ୍ନୋକ୍ତ କେଉଁ ଅଞ୍ଚଳ 1936 ମସିହା ପୂର୍ବରୁ ମାଡ୍ରାସ ପ୍ରେସିଡେନ୍ସିରେ ମିଶି ରହିଥିଲା? ଓଡ଼ିଶାର ଗଞ୍ଜାମ ଅଞ୍ଚଳ 1936 ମସିହା ପୂର୍ବରୁ ମାଡ୍ରାସ ପ୍ରେସିଡେନ୍ସିରେ ମିଶି ରହିଥିଲା। ନେକ୍ସଟ କ୍ୱେଶ୍ଚନ, ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କଲା ବେଳକୁ ନିମ୍ନୋକ୍ତ କେଉଁ ଶାସକମାନେ ଓଡ଼ିଶାରେ ଶାସନ କରୁଥିଲେ? ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କଲା ବେଳକୁ ମରଠା ଶାସକମାନେ ଓଡ଼ିଶାରେ ଶାସନ କରୁଥିଲେ। ନେକ୍ସଟ କ୍ୱେଶ୍ଚନ, 1817ରେ ଓଡ଼ିଶାର କେଉଁ ଅଞ୍ଚଳ ଇଂରେଜ କର୍ତ୍ତୃତ୍ୱାଧୀନ ହେଲା? 1817ରେ ଓଡ଼ିଶାର ଖୋର୍ଦ୍ଧା ଅଞ୍ଚଳ ଇଂରେଜ କର୍ତ୍ତୃତ୍ୱାଧୀନ ହେଲା। ନେକ୍ସଟ କ୍ୱେଶ୍ଚନ, କେଉଁ ମସିହାରେ ଓଡ଼ିଶାରେ ପ୍ରଥମେ କଲେଜ ସ୍ଥାପିତ ହେଲା? 1868 ମସିହାରେ ଓଡ଼ିଶାରେ ପ୍ରଥମେ କଲେଜ ସ୍ଥାପିତ ହେଲା। ନେକ୍ସଟ କ୍ୱେଶ୍ଚନ, ଆଧୁନିକ ଓଡ଼ିଶାର ନେତୃତ୍ୱ କାହା ହାତରେ ରହିଲା? ଆଧୁନିକ ଓଡ଼ିଶାର ନେତୃତ୍ୱ ବୁଦ୍ଧିଜୀବୀ ବର୍ଗଙ୍କ ହାତରେ ରହିଲା। ନେକ୍ସଟ କ୍ୱେଶ୍ଚନ,
ନିମ୍ନୋକ୍ତ କେଉଁଟି ଥିଲା ଉତ୍କଳ ଟ୍ୟାନେରୀର କଞ୍ଚାମାଲ? ଚମଡ଼ା। ପିଲାମାନେ ମନେ ରଖିବ, ଚମଡ଼ା ଥିଲା ଉତ୍କଳ ଟ୍ୟାନେରୀର କଞ୍ଚାମାଲ। ନେକ୍ସଟ କ୍ୱେଶ୍ଚନ, ଧର୍ମପଦ କାବ୍ୟର ଲେଖକ କିଏ? ଧର୍ମପଦ କାବ୍ୟର ଲେଖକ ହେଉଛନ୍ତି ଗୋପବନ୍ଧୁ ଦାସ। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ ମସିହାରେ ମଧୁସୂଦନ ଦାସ ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ଛାଡ଼ି କଲିକତା ଗଲେ? 1903 ମସିହାରେ ମଧୁସୂଦନ ଦାସ ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ଛାଡ଼ି କଲିକତା ଗଲେ। ପିଲାମାନେ ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ ଅଛି। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ ମସିହାରେ ଦେଶରେ ନୂତନ ସମ୍ବିଧାନ ପ୍ରଚଳନ ହେଲା? 1950 ମସିହାରେ ଦେଶରେ ନୂତନ ସମ୍ବିଧାନ ପ୍ରଚଳନ ହେଲା। ପିଲାମାନେ ମନେ ରଖିବ, କେଉଁ ମସିହାରେ? ନା 1950 ମସିହାରେ। ନେକ୍ସଟ କ୍ୱେଶ୍ଚନ, କିଏ ସମ୍ବିଧାନର ଡ୍ରାଫ୍ଟିଂ କମିଟିର ସଭାପତି ଥିଲେ? ଡକ୍ଟର ଭୀମରାଓ ଆମ୍ବେଦକର ଡ୍ରାଫ୍ଟିଂ କମିଟିର ସଭାପତି ଥିଲେ। ନେକ୍ସଟ କ୍ୱେଶ୍ଚନ, କିଏ ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତିରେ ବିଶେଷ ସହଯୋଗ କରୁଥିଲେ? କିଏ ସମ୍ବିଧାନ ସଭାରେ? ପିଲାମାନେ, କିଏ ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତିରେ ବିଶେଷ ସହଯୋଗ କରୁଥିଲେ? ମନେ ରଖିବ, S.N. ମୁଖାର୍ଜୀ। S.N. ମୁଖାର୍ଜୀ ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତିରେ ବିଶେଷ ସହଯୋଗ କରୁଥିଲେ। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ ନେତା ସମ୍ବିଧାନ ସଭାରେ ଆଦିବାସୀ ସମାଜର ଜଣେ ପ୍ରମୁଖ ପ୍ରତିନିଧି ଥିଲେ? ପିଲାମାନେ ମନେ ରଖିବ, ଜୟଗାଲ ସିଂହ। ଜୟଗାଲ ସିଂହ ସମ୍ବିଧାନ ସଭାରେ ଆଦିବାସୀ ସମାଜର ଜଣେ ପ୍ରମୁଖ ପ୍ରତିନିଧି ଥିଲେ। ପିଲାମାନେ, ନେକ୍ସଟ ଭିଡ଼ିଓରେ ଆମେ 3 ମାର୍କିଆ କ୍ୱେଶ୍ଚନ ଆଲୋଚନା କରିବା। ତା ପୂର୍ବରୁ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।